ହ୍ୟାଲୋ ଫ୍ରେଣ୍ଡସ୍ ଜୟ ଜଗନ୍ନାଥ। ଏଇ ସୁନ୍ଦର ସମୟଟିରେ ଆପଣମାନଙ୍କୁ ଏଇ ଏପିସୋଡ଼ରେ ଗୋଟେ ବହୁତ ବଢ଼ିଆ ଜାଗାକୁ ନେଇ ଆସିଛି। ଏଇ ସୁନ୍ଦର ଜାଗାଟି ଆପଣମାନେ ଦେଖିବେ, ଆପଣ ଆନନ୍ଦିତ ହେଇଯିବେ ଆଉ ଏନ୍ଜୟ ବି ବହୁତ କରିବେ। ଆପଣମାନେ ଏଇ ଯୋଉ ଜାଗା ସବୁ ଦେଖୁଛନ୍ତି, ଏଇ ଯୋଉ ଜଳରାଶି ଦେଖୁଛନ୍ତି, ଏଇ ସୁନ୍ଦର ଜଳରାଶି, ଇଏ ହଉଛି ଦେବୀ ନଦୀର ଜଳରାଶି। ଆପଣମାନେ ଯୋଉ ଆଗକୁ ଦେଖୁଛନ୍ତି ବହୁତ ସୁନ୍ଦର ସୁନ୍ଦର ଟାପୁ ମାନ ଏ ନଦୀ ମଧ୍ୟରେ ବି ଅଛି। ଆଉ ଅନେକ ଦୂରକୁ ବି ଏ ନଦୀଟି ଲମ୍ବିଛି। ଆଉ ଏଇ ନଦୀଟି ପରିଶେଷରେ ଯାଇ ସମୁଦ୍ରରେ ମିଶିଛି। ଯୋଉ ଜାଗାରେ ମିଶିଛି ତାହା ହଉଛି ମୁହାଣ। ଆଉ ଏଇ ସୁନ୍ଦର ମୁହାଣକୁ ବି ଆମେ ଲଞ୍ଚ ମାଧ୍ୟମରେ ଯିବା, ବୋଟ ମାଧ୍ୟମରେ ଯିବା ଦେଖିବା। ଆଉ ଆଗକୁ ଆପଣମାନେ ଦେଖିପାରୁଥିବେ ଏଇ ଯୋଉ ସବୁ ବୋଟ ମାନେ ଥୁଆ ଯାଇଛି, ଇଏ ହଉଛି ଏଇ ଜାଗାଟି ହଉଛି ଛୋଟ ମାଛ ଧରା ବନ୍ଦରଟିଏ ବା ଜେଠି ଯାହାକୁ କୁହାଯାଏ। ଆଉ ଏଠୁ ସବୁ ବୋଟ୍ ମାନେ ସମୁଦ୍ର ମଧ୍ୟକୁ ଯାଆନ୍ତି, ମାଛ କଲେକ୍ଟ କରିଥାନ୍ତି। ଏଇ ଆସନ୍ତୁ ଏଇ ଜେଠିକୁ ଦେଖିବା, ଏଇ ସୁନ୍ଦର ଜେଠିଟି କେମିତି ହେଇଛି। ଆଉ ଏଇ ଛୋଟ ବନ୍ଦରଟି, ମାଛ ଧରା ବନ୍ଦରଟି, ଏଇ ଯୋଉ ମୋଟାର ସିମେଣ୍ଟର ଚଟାଣ ସବୁ ଦେଖୁଛନ୍ତି ପାଣି ଭିତରକୁ ଯାଇଛି, ଇଏ ହଉଛି ସୁନ୍ଦର ଡକଟି। ଏଇ ଡକ୍ ବହୁତ ଗଭୀର ମାତ୍ରାରେ ଖୋଳା ଯାଇଛି, ଯାହାଫଳରେ ଏଇ ବୋଟ ଗୁଡାକ ସେ ଜାଗାରେ ରହିପାରିବ ବା ଷ୍ଟାଣ୍ଡ କରାଯାଇ ପାରିବ। ଏଇ ବୋଟ ଗୁଡାକ ଏଇ ଜାଗାରେ ରଖା ଆସି ଏଇଠି ଲାଗିଥାଏ, ଏଇ କୂଳରେ ଲାଗିଥାଏ। ଏଇ ଜାଗାଟି ବହୁତ ଖାଲ, ଏ ବୋଟର କିଛି ଅଂଶ ପାଣି ମଧ୍ୟକୁ ବୁଡିକିରି ବି ରହିଥାଏ। ଆଉ ଏଇ ସିମେଣ୍ଟର ଚଟାଣ ଏଭଳି ଭାବରେ ତିଆରି କରାଯାଇଛି ଯେମିତି ଲୁଣି ପାଣି ଖାଇବନି। ଅନେକ ବର୍ଷ ହେଇଗଲାଣି ଏଇ ସିମେଣ୍ଟର ଚଟାଣ ବି ତିଆରି କରାଗଲାଣି, ଯେମିତି ନଷ୍ଟ ହବନି। ଏଇ ବୋଟ ମାନ ସବୁ ସମୁଦ୍ର ମଧ୍ୟକୁ ଯାଇଥାନ୍ତି ଆଉ ମାଛ ସଂଗ୍ରହ କରିଥାନ୍ତି। ଚାଲନ୍ତୁ ଏ ବୋଟ ଭିତରକୁ ଯିବା, ବୋଟ କେମିତି ହେଇଛି ଦେଖିବା। ଏ ବୋଟରେ ଯୋଉ ଦେଖୁଛନ୍ତି ଇଏ ହଉଛି ଜାଲ। ଏଇ ଜାଲ ଦ୍ଵାରା ଏମାନେ ମାଛ ସଂଗ୍ରହ କରିଥାନ୍ତି। ଆଉ ଆପଣମାନେ ଏଇ ଯୋଉ ମୋଟାର ସବୁ ଯୋଉ ରସି ଦେଖୁଛନ୍ତି ଲୁହାର, ଏଇ ଜାଲକୁ ତା ଦେହରେ ମାନେ ମାଛ ଜାଲ ଭିଡିଥାନ୍ତି ଆଉ ମାଛକୁ କଲେକ୍ଟ କରିଥାନ୍ତି। ଆମ ଦେହରେ ଯୋଉ ଡ୍ରମ୍ ସବୁ ଦେଖୁଛନ୍ତି ୟା ଦେହରେ ମଧୁର ପାଣି ସମୁଦ୍ର ମଧ୍ୟରୁ ସେମାନେ ପିଇବା ପାଇଁ କି ନେଇଥାନ୍ତି, ରୋଷେଇ କରିବା ପାଇଁ କି ନେଇଥାନ୍ତି। ଆଉ ଆପଣମାନେ ଦେଖୁଛନ୍ତି ଆ ଭିତରେ ଗ୍ୟାସ୍, ଖାଇବା ସାମଗ୍ରୀ ସବୁ ନେଇକିରି ଯାଇଥାନ୍ତି। କାହିଁକି ନା ସେମାନେ ହଉଛି ଅନେକ ସମୟ, ଅନେକ ଦିନ ଧରି ସମୁଦ୍ର ମଧ୍ୟରେ ରହିବେ, ମାଛ ସଂଗ୍ରହ କରିବେ। ଆଉ ଆ ମଧ୍ୟରେ ବି ସେମାନେ ଆଇସ୍ ନେଇଥାନ୍ତି, ଆଇସ୍ କି ଭାଙ୍ଗିବା ପାଇଁ ମେସିନ୍ ବି ନେଇଛନ୍ତି। ବହୁତ ସାମଗ୍ରୀ ସେମାନେ ନେଇକି ଯାଇଥାନ୍ତି ସମୁଦ୍ର ଭିତରକୁ ମାଛ ସଂଗ୍ରହ କରିବା ପାଇଁ। ଆଉ ସେମାନଙ୍କର ଜାଲ ଗୁଡାକ ଆପଣମାନେ ଦେଖିପାରୁଥିବେ, ପୁରା ମୋଟା ମୋଟା ପୁରା ପୁରା ବଡ ବଡ ମାନେ ଜାଲ ସବୁ ଆପଣମାନେ ଦେଖିପାରୁଥିବେ, ସବୁ ଡ୍ରମ ଭରିପୂର୍ଣ୍ଣ। ଅନେକ ଦିନ ସେ ମଧ୍ୟ ରହିଥାନ୍ତି। ଆଉ ଟ୍ରେ ବି ନେଇକି ଯାଇଥାନ୍ତି, ଟ୍ରେ ମାଧ୍ୟମରେ ସେମାନେ ମାଛକୁ ସଂଗ୍ରହ କରିଥାନ୍ତି ବା ରଖିଥାନ୍ତି। ଆଉ ଆପଣମାନେ ଯୋଉ ପତାକା ଦେଖୁଛନ୍ତି, ସବୁ ତା ଆଗରେ ଲାଇଟ୍ ଦେଖୁଛନ୍ତି, ତାହା ସବୁ ତାଙ୍କର ସିଗ୍ନାଲ ସଦୃଶ। ସେମାନେ ଯଦି କିଛି ବାଟ ବାଉଳା ହେଇଯାଆନ୍ତି, କୋଷ୍ଟ ଗାର୍ଡ ଯୋଉମାନେ ଅଛନ୍ତି, ନାଭାଲ ମାନେ ଯୋଉମାନେ ଅଛନ୍ତି, ସେମାନଙ୍କୁ କୂଳକୁ ନେଇ ଆସିପାରିବେ। ଆଉ ଭାରତୀୟ ପତାକା ମଧ୍ୟ ଲଗାଯାଇଛି, କାହିଁକି ନା ଏହା ସମୁଦ୍ର ଭିତରକୁ ଗଲା ପରେ ଅନେକ ଦେଶର ଜାହାଜ ପ୍ଲସ୍ ହଉଛି ଲଞ୍ଚ ଫଞ୍ଚ ଯୋଉ ବୋଟ୍ ସବୁ ଆସେ, ସେମାନେ ସବୁ କିଏ କୋଉ ଦେଶର ବି ଜଣା ପଡିଯାଏ। ଆଉ ଆପଣମାନେ ଏଇ କୂଳରେ ସବୁ ଯୋଉ ଦେଖୁଛନ୍ତି, ଏଇ ସବୁ ପଥର ପଡିଛି, ଏଇ ପଥର ମାନ ସବୁ କୂଳକୁ ପାଣି ଯେମିତି ନ ଖାଇବ ସେଥିପାଇଁ କି ପକାଯାଇଛି। ଆଉ ଏଇ ପଥର ପକେଇବା ଦ୍ୱାରା ବି କୂଳଟି ବହୁତ ସୁନ୍ଦର ବି ଦେଖାଯାଉଛି, ବହୁତ ବଢିଆ ଲାଗୁଛି। ଏ ଆଗକୁ ଆପଣମାନେ ଦେଖିପାରୁଥିବେ ସାଇଡରେ ସବୁ ଛୋଟ ଛୋଟ ଟାପ ମାନ ଥୁଆଯାଇଛି, ଏହା ଦ୍ୱାରା ବି ମାଛ ସଂଗ୍ରହ କରାଯାଏ। ଆଉ ଏଇ ପୁରା ଜଳରାଶି ଗୁରା ଆପଣ ଦେଖୁଛନ୍ତି କାହିଁ କେତେ ବାଟ ଲମ୍ବିଛି। ଆଉ ଅନେକ ପକ୍ଷୀ ମାନେ ଆମର ଶୀତ ଋତୁରେ ଏ ଜାଗାକୁ ଆସିଥାନ୍ତି, ସେମାନେ କିଛି ଖାଦ୍ୟ ସଂଗ୍ରହ କରିବା ପାଇଁ। ଆଉ ସନ୍ଧ୍ୟା ସମୟର ଦୃଶ୍ୟ ଆପଣମାନେ ଦେଖୁଛନ୍ତି, କେତେ ସୁନ୍ଦର ଦୃଶ୍ୟଟି। ଇଏ ହଉଛି ଆକାଶ ଆଉ ଜଳର ପୁରା ଯେମିତି ଗୋଟେ ମିଶି ଯାଇଛନ୍ତି, କେତେ ସୁନ୍ଦର ବି ଲାଗୁଛି। ସନ୍ଧ୍ୟା ସମୟରେ ଦୃଶ୍ୟ ଏ ସୁନ୍ଦରାବତଟି ଆହୁରି ବି ସୁନ୍ଦର କରୁଛି ଏ ଜାଗାଟିକୁ। ଆପଣମାନେ କେବେ ବି ଆସନ୍ତୁ, ଏ ଜାଗାର ପରିଦର୍ଶନ କରନ୍ତୁ, ବହୁତ ଆନନ୍ଦ ଲାଗିବ। ଇଏ ହଉଛି ଅସ୍ତରଙ୍ଗ ଠାରୁ ପ୍ରାୟ 7-8 କିଲୋମିଟର ଦୂର, ନୂଆଗଡ଼ରେ ଅବସ୍ଥିତ ଏହି ଜାଗାଟି। ଏହି ସୁନ୍ଦର ଜାଗାଟିକୁ ଆଗାମୀ କୁ ଏକ ବିରାଟ ଏକ ବନ୍ଦରରେ ପରିଣତ କରିବାକୁ
ପରିଣତ ହବାକୁ ଯାଉଛି। ଏଇ ଜାଗାର ସୌନ୍ଦର୍ଯ୍ୟ ତ ଆପଣମାନେ ଦେଖିଲେ। ଏଇ ଜାଗାରୁ ଅନେକ ମାଛ ବି କଲେକ୍ଟ କରାଯାଇ ବାହାରକୁ ମଧ୍ୟ ପଠାଯାଏ। ଆଉ ଏଇ ଯୋଉ ଯେଠି ମାନଙ୍କରେ ସବୁ ଜାଲ ଯୋଉ ଶୁଖା ଯାଇଛି ଏ ସବୁ ମାଛ ସେମାନେ ଧରିକିରି ଆସିବା ପରେ ଜାଲକୁ ସବୁ ଶୁଖେଇଥାନ୍ତି ତା ଦେହରୁ ଅଳିଆ ବି ସଫା କରିଥାନ୍ତି। ଆଉ ଏଇ ଦେବୀ ନଦୀଟି ଆପଣମାନେ ଦେଖିପାରୁଛନ୍ତି କେତେ ବଡ଼ ବିରାଟକାୟ ଆଖି ବି ପାଉନି। ଆଉ ବି ମଜାଦାର ଆପଣମାନେ ଯେତେବେଳେ ଆସିବେ ଏଠି ବୋଟିଂ କରିବେ ବହୁତ ମଜା ଲାଗିବ, ବହୁତ ଆନନ୍ଦ ଲାଗିବ। ଆଉ ସମୁଦ୍ର ମଧ୍ୟକୁ ଯିବେ।